ପିଲାଙ୍କ ପାଇଁ ଯେ ଦରଦ ଥାନ୍ତା ତାହେଲେ ଏମାନେ ତୁରନ୍ତ ଯେଉଁ ଦିନଠୁ ବାହାରିଲାଣି ବିଭ୍ରାଟ ଯେଉଁ ଦିନଠୁ ହେଲାଣି ସେ ଦିନଠୁ ଛାପିବା ଆରମ୍ଭ କରିଥାନ୍ତେ। ଆଉ 50 କୋଟି ଖାଇଥାନ୍ତେ, ଖାଆନ୍ତୁ। କିଏ ଖାଇଥାନ୍ତେ? ଏ ଯେଉଁ ଅଫିସରଠୁ ଆରମ୍ଭ କରିକି ଯନ୍ତ୍ରୀ ମନ୍ତ୍ରୀ ଯନ୍ତ୍ରୀ ଖାଇଥାନ୍ତେ 50 କୋଟି। ଖାଇଦ ଏବେ ଖାଇଗଲ। ଏବେ ଗରିବ ଲୋକ ଟ୍ୟାକ୍ସରେ ବହି ତିଆରି ହେଉଛି, ସେ ପଇସା ଖାଇଗଲ। ଆହୁରି ଖ ସରକାର ପିଲା ଆମେ କହୁଛୁ ତମେ ଖାଇଦ, କିନ୍ତୁ ପିଲା ବହି ପାଇଥାନ୍ତି। କିନ୍ତୁ ପିଲା ବହି ପାଇଥାନ୍ତି। କ୍ରାଇମ୍ ଏଜେଣ୍ଟ କରି ଦେଇଛନ୍ତି। ମାର ତ ମାର, ଭଣ୍ଡାରୀ କେ ମାର। ସେ ଡାଏଟ୍ରୁ ଗିରଫ କରିଛନ୍ତି, କାହିଁ ଆଉ ତ କାହାକୁ ଗିରଫ କରୁନାହାନ୍ତି? ଆଉ କାହାକୁ ଗିରଫ କାହିଁ କରୁନାହାନ୍ତି? ସେମାନେ ଉତ୍ତପ୍ରୋତ ଭାବରେ ଯେଉଁମାନେ ଜଡ଼ିତ ଅଛନ୍ତି ସେମାନଙ୍କୁ ଗିରଫ କରିବା ଦରକାର ଏବଂ ବହି ଛାପିବା ଦରକାର। ଯେହେତୁ ଲୋକ ଦେଖାଣିଆ କ୍ରାଇମ୍ ବ୍ରାଞ୍ଚ କରିକି ଜଣକୁ ଆରେଷ୍ଟ କରିଦେଲେ ଏଇଟା ଥମି ଯାଉ ବୋଲିକି, ଦବି ଯାଉ। ଉଦ୍ଦେଶ୍ୟ ହେଲା ଟାଇମଟା ପାସ୍ କରିବା ଉଦ୍ଦେଶ୍ୟ ହେଲା ଟାଇମ୍ ପାସ୍ ହେଇକି ଦବି ଯାଉ। କିନ୍ତୁ ପ୍ରସଙ୍ଗ ତ ଦବିଲା ଭଳିଆ ପ୍ରସଙ୍ଗ। ଏ ପ୍ରସଙ୍ଗ କୋର୍ଟ ଦବିବ। ଆସୁ ବିଧାନସଭା କେତେ ଦବିବ ଦେଖିବା।